ଆପଣଙ୍କ ଘରେ ବି ଯଦି ମଶା ମାଛି ହେଉଛନ୍ତି ଆପଣ ସେଥିପାଇଁ ବିଭିନ୍ନ ପ୍ରକାର କେମିକାଲ ଜିନିଷ ୟୁଜ୍ କରୁଛନ୍ତି ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହି ଖରାପ ହେଇଥାଏ, ଯେପରି ଲିକ୍ୱିଡ଼ ହେଲା କଏଲ୍ ହେଲା, ଯାହାକି ଆମ ଦେହ ପାଇଁ ବି ବହୁତ ଖରାପ। ଆଉ ଯଦି ଆପଣଙ୍କ ଘରେ ମଶା ବା ମାଛି ହେଉଛନ୍ତି ତାହା ବି ମୋଟେ ଭଲ ନୁହେଁ, ତାକୁ ଦୂର କରିବା ବହୁତ ହି ଜରୁରୀ। ଆଜି ଦେଖନ୍ତୁ ଗୋଟେ ଛୋଟ ପିଆଜର କମାଲ ଆମେ ଦେଖିବା। ଦେଖନ୍ତୁ ଗୋଟେ ଛୋଟ ପିଆଜ ନେବେ, ତାର ପଛପଟ ଯେପରି ମୁଁ କାଟିକି ଗୋଟେ ହୋଲ୍ କଲି ଏହିପରି କାଟିକି ଗୋଟେ ହୋଲ୍ କରିଦେବା, ମୁଣ୍ଡିଟାକୁ କାଟିବେନି ନାଇଁ ତ ତେଲ ବାହାରିଯିବ। ଏପରି ଗୋଟେ ଦୀପ ଉପରେ ଆମେ ଥୋଇଦେବା, ଯେକୌଣସି ପୁରୁଣା ଦୀପ ଉପରେ ତ ଭଲସେ ରହିବ। ଏବଂ ଏଥିରେ ଆମେ ଗୋଟେ ବଳିତା ବନେଇବା, ତୁଳାରେ ଗୋଟେ ବଳିତା ବନେଇ ଦେଇଛି ବା ଆପଣଙ୍କ ଘରେ ଯଦି ବଳିତା ଅଛି ଆପଣ সেই ଅନୁସାରେ ଦେବେ। ଆଉ ଯେତିକି ସମୟ ଜାଳିବେ সেই ଅନୁସାରେ ଦେଖିକି ଆପଣ ପିଆଜ ନେବେ, ଛୋଟ ପିଆଜ ବା ବଡ଼ ପିଆଜ ନେବା ଦରକାର ନାହିଁ, ନାଇଁ ପିଆଜ ନଷ୍ଟ ହେଇଯିବ। ତ ଦେଖନ୍ତୁ ଏପରି ଗୋଟେ ବଳିତା ବନେଇଦେବା। ଆମେ ତେଲ ଦେବା, ତେଲରେ ମୁଁ ବୁଡ଼ି ଦେଇଛି ନିମ୍ବ ତେଲ ୟୁଜ୍ କରୁଛି। ଆଉ ଯଦି ଅଛି ବହୁତ ଭଲ ଆପଣ ଏହା ବଦଳରେ ସୋରିଷ ତେଲ ବି ୟୁଜ୍ କରିପାରିବେ, ଗୋଟିଏ ଚାମଚ ପାଖାପାଖି ଲାଗିବ। ଏବଂ ତା ସହିତ ଆମେ ଯଦି ଅଧିକ ଆପଣଙ୍କର ମଶା ମାଛି ଅଛନ୍ତି ତ ଆପଣ 2-3ଟି ଲବଙ୍ଗ ଗୋଟେ ପୂଜାର କର୍ପୂରକୁ ଗୁଣ୍ଡ କରିକି ପକାଇଦେବେ, ବାସ୍ ଏହାକୁ ଜାଳିଦେବେ। ଦେଖିବେ ଆପଣଙ୍କ ଘରେ ଗୋଟେ ବି ମଶା ମାଛି ରହିବେନି, କାରଣ ଏସବୁ ଜଳିବା ଦ୍ୱାରା ଯେଉଁ ବାସ୍ନା ଆସିବ ତା ମୋଟେ ମଶା ମାଛି ମୋଟେ ସହ୍ୟ କରିପାରିବେନି, ଆପଣଙ୍କ ଘରେ ମୋଟେ ବି ରହିବେନି। କିନ୍ତୁ ବାସ୍ତୁ ଅନୁସାରେ ବହୁତ ହି ଭଲ, ଆମ ସ୍ୱାସ୍ଥ୍ୟ ପାଇଁ ବି ବହୁତ ହି ଭଲ, ଡରିବାର କିଛି ନାହିଁ। ସେଦିନ ବାହାର ପରିଷ୍କାର ଟିକେ ରଖନ୍ତୁ, ପାଣି ଫାଣି ଜମିବାକୁ ଦିଅନ୍ତୁନି, ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ସନ୍ଧ୍ୟା ହେବା ପୂର୍ବରୁ ଭଲସେ କବାଟ ଝରକାକୁ ବନ୍ଦ କରିଦିଅନ୍ତୁ। ଏହିପରି ଗୋଟେ ସନ୍ଧ୍ୟା ସମୟରେ ଗୋଟେ ଦୀପ ଲଗାଇ ଦିଅନ୍ତୁ, ଦେଖିବେ ଆପଣଙ୍କ ଘରେ ଗୋଟେ ବି ମଶା ରହିବେନି। ଆଉ ଯାହା ବି ଥିବେ ଆପଣଙ୍କ ଘର ଛାଡ଼ି ପୁରାପୁରି ପଳେଇବେ। ବହୁତ ବଢ଼ିଆ ଟିପ୍ସଟେ। ଯଦି ଭଲ ଲାଗିଥାଏ ସାଙ୍ଗମାନେ ଲାଇକ୍ କରିବେ ଆଉ ସମସ୍ତଙ୍କ ସହିତ ସେୟାର ବି କରିବେ। ରହୁଛି, ବାଏ ବାଏ।